সীতা চৈতন কাটি ঠক মানে দেখাতে কেতে চাতর নাম বিক্রি হেলাল বৌল মত মাংস হেলা সার সীতা চৈতন কাটি ঠক মানে দেখাতে কেতে চাতর প্রতি ঘরে দিও পূজাল বৌল ঠাকুরଙ୍କୁ মাଳ ମାଳ କରତଟି ଚିପି ଧନକୁ ଆରତି କଳାରେ ପକାନ୍ତି ମାଳ এটি কাହା ভিতরে ভাব ଅଛି ଆଜ୍ଞା ପ୍ରଭୁଙ୍କ ପ୍ରତି କାହା ପାଖରେ ଭାବ ଅଛି ନାଇଁ ଆଜ୍ଞା ସମସ୍ତେ ସ୍ୱାର୍ଥପର ହେଇଯାଇଛନ୍ତି ଘରେ ଦେଖିବେ ଆଜ୍ଞା ମାଳ ମାଳ ଠାକୁର ଗଣେଶ ଠାକୁର ରଖିଥିବେ ଶିବ ରଖିଥିବେ ଦୁର୍ଗା ରଖିଥିବେ ଲକ୍ଷ୍ମୀ ନାରାୟଣ ରଖିଥିବେ ଜଗନ୍ନାଥ ରଖିଥିବେ ହନୁମାନ ରଖିଥିବେ ରାମ ରଖିଥିବେ ଏତେ ଠାକୁର ଆମେ କାହିଁକି ରଖନ୍ତି ଆଜ୍ଞା ନା କାରଣ ଆମର 33 କୋଟି ଦେବତା ଏ ଦେବତା ନ ଶୁଣିଲେ ସେ ଦେବତା ଶୁଣିବେ আজি জগন্নাথকে ডাকুথিবে আগুক যদি কিছু অছি যে পুয়টা পরীক্ষা দেইছি পাস করিব তেণু দিল্লী মন্দিরকু জগন্নাথ মন্দিরকু দৌড়িবে আগে এটা মহাপ্রভুকর সি তৈরি করিছন্তি কদলী সি তৈরি করিছন্তি নড়িয়া সি তৈরি করিছন্তি ফুল সি তৈরি করিছন্তি জল তারি জিনিস তাকু দেই আমি বর মাগিবা প্রভু কହୁছন্তি রে মଣିষ তু কেবল কর্ম কর তোর মন্দির আসিবা দরকার নাই ঘরে থিবা তোর যত ঘরটা হচ্ছে মন্দির আউ তো ঘর ভিতরে থিবা বাপ মা হউছন্তি তোর দেবতা যদি তাক ভিতরে হস ଅଛି তাক তুণ্ডরে টিকা তাক মুহরে হস ফুটাই পারিছু সে যদি সদা সর্বদা হসুছন্তি তাহলে তোর দেউলକୁ আসিবা দরকার নাই মু জীবি তোতে আশীর্বাদ করিবা পাই মু নিজে জীবি তোতে আশীর্বাদ করিবা পাই আউ যে ঘরে বাপা মা কান্দুথিবে বাপা মা আখির লুহ ঝরুথিব সেটি কদলী নড়িয়া দেইকি ঠাকুরকে বর মাগিলে প্রভু শুনিবে জমা শুনিবে তেণু এটি কণ হচ্ছে আজ্ঞা যে ভগবান প্রভু কৌছন্তি যে তুম ঘর হচ্ছে মন্দির আর তুম বাপা মা হচ্ছেন তুম দেবতা সে দেবতাঙ্কর আজ অবস্থা কণ জানিছন্তি কণ হচ্ছে আজ্ঞা বাপ ঠারু পুଅ ভিনল বৌল পুরুষକୁ ছাড়ি নারী বাপ ঠারু পুଅ ভিনল বৌল পুরুষକୁ ছাড়ি নারী অন্য পুরুষরে বড়াইলে মন দেশরে পড়িছি হুরি आमे तो भगवान को चिन्ह पारे आज्ञा आम जो छोटियाटे होते माँ पाखु क्षीर खाऊले से कहले आम माँ हूँ सब बड़ छोटियाटे होते माँ पाखु जो क्षीर खाऊले आमको जब किए काखेक नहीं जाऊला कांदिकी गड़ी जाऊे मो माँ पाखे नहीं छाड़े कहीं से जानी मो माँ छड़ा दुनिया मोर आउ कहीं ना जो टे बड़ हो गला माँ पाखु क्षीर छाड़देला कौन कला बापा का हाथ को धरी पकईला जो बापा का हाथ को धरी पकईला बापा कौन कले ना तार सब अली अझट पूरण कले जिते जहाँ मागिला देले से पुओ कहला मो बापा भाया दुनिया कहीं ना मो बापा हूँ सब बड़ मो बापा हूँ ज्ञानी मो बापा हूँ पंडित मो बापा हूँ महान जो दिन से पुओ बड़ हो गला बापा हाथ छाड़ी जो दिन स्त्री हाथ को धरी पकईला तापरे बापा कथा गुड़ा सब पिता पिता लगिला बापा जदि कहे बाबा रे टिके गलु से कामटा करदेबू टिके
ସାଙ୍ଗେ ସାଙ୍ଗେ ରାଗିକି ଫାୟାର। ତମେ କ'ଣ ଜାଣିଛ କହିଲ? ତମେ ଦୁନିଆ ବିଷୟରେ କ'ଣ ଜାଣିଛ? ତମେ ଖାଲି ଘରଟାରେ ଘର ଘର ହବା ଶିଖିଛ। ଅଧିକ ଗପ ନା, ଯଦି ବେଶୀ ଗପିବ ଭିନ୍ନ କରିଦେବି, ନାମ ନଉଥିବ। ତମ ପାଖରେ ଜ୍ଞାନ ବୁଦ୍ଧି କିଛି ନାହିଁ ତମ ପାଖରେ। ବାପା କହିବେ ବାହାରେ ପୁଅ, କାଲି କହୁଥିଲୁ ତୋ ବାପା ଠାରୁ ଜ୍ଞାନୀ ବୋଲି କେହି ନାହାନ୍ତି, ବଡ଼ ବୋଲି କେହି ନାହାନ୍ତି, ଆଜି ମୁଁ ମୂର୍ଖ କେମିତି ହେଇଗଲି। ତେଣୁ କୋଉ ପୁଅ ବାପା ମାଆକୁ ଭିନ୍ନ କରିଦେଲାଣି ତ ଆଉ କୋଉ ପୁଅ ନେଇକି ବାପା ମାଆକୁ ସିଧା ବୃଦ୍ଧାଶ୍ରମରେ ଛାଡ଼ିଦେଲାଣି। ବାପା ମା ବୁଢ଼ା ହେଇଗଲେ ଆଉ କ'ଣ କରିବେ, ତାଙ୍କ ପାଖରେ କାମ ନାହିଁ କିଛି। ତେଣୁ ଚିନ୍ତା କରନ୍ତୁ ଆଜ୍ଞା, ଆମ ଭଗବାନଙ୍କୁ ତ ଆମେ ଚିହ୍ନି ପାରିଲେନି, ଛାଡ଼ିଦେଲେ। ଯେଉଁ ପିଲା ବାପାକୁ ଛାଡ଼ିଲା, ମାଆକୁ ଛାଡ଼ିଲା, ସାଙ୍ଗ ଛାଡ଼ିଲା, ସାଥୀ ଛାଡ଼ିଲା, ସମସ୍ତଙ୍କୁ ଛାଡ଼ି ଠାକୁର ଛାଡ଼ିଲା, ସମସ୍ତଙ୍କୁ ଛାଡ଼ି ଯେଉଁ ସ୍ତ୍ରୀକି ନିଜର କଲା, ସେଇ ସ୍ତ୍ରୀ ଯଦି ତାକୁ ସେଇଦିନ କହିଦେଇଥାନ୍ତା ତମେ ଇଏ କ'ଣ କରୁଛ? ଯେଉଁ ମା 10 ମାସ 10 ଦିନ ତମକୁ ଗର୍ଭରେ ଧାରଣ କରି ତମ ଛୋଟରୁ ବଡ଼ କଲେ, ଯେଉଁ ବାପା ନିଜେ ନ ଖାଇ ତମ ପେଟକୁ ଭରିଲେ, ନିଜେ ନିଃସ୍ୱ ହେଇକି ତମକୁ ଆଜି ବଡ଼ ମଣିଷ କଲେ, ଆଜି ବୁଢ଼ା ବୟସରେ ତାକୁ ତମେ ତ୍ୟାଗ କରିଦେଉଛ। ତମ ପାଖରେ ମଣିଷ ପଡ଼ିଆ ନାହିଁ। ତେଣୁ ଗୋଟେ ଅମଣିଷ ପାଖରେ ମୁଁ କେବେ ରହିପାରିବିନି। ତେଣୁ ମୁଁ ଆଜି ତମକୁ ତ୍ୟାଗ କରି ଚାଲି ଯାଉଛି। ସେଇଦିନ ରାମରାଜ୍ୟ ହେଇଯାଇଥାନ୍ତା ଆଜ୍ଞା। ଚିନ୍ତା କରନ୍ତୁ, ଯେଉଁ ପିଲା ବାପାକୁ ଛାଡ଼ିଲା, ମାଆକୁ ଛାଡ଼ିଲା, ସାଙ୍ଗ ଛାଡ଼ିଲା, ସାଥୀ ଛାଡ଼ିଲା, ସମସ୍ତଙ୍କୁ ଛାଡ଼ି ଯେଉଁ ସ୍ତ୍ରୀ କି ନିଜର କଲା, ସୋସିଆଲ ମିଡ଼ିଆରେ ଆପଣମାନେ ଦେଖିପାରୁଥିବେ ଆଜ୍ଞା, ସେ ସ୍ତ୍ରୀ କ'ଣ କଲାଣି ନା ତାକୁ ଛାଡ଼ି ଆଉ କାହାକୁ ଭଲ ପାଇକି ଫେରାର ହେଇଗଲା। ତାହେଲେ ଧର୍ମ ସହିବ କେମିତି ଆଜ୍ଞା? ଯେତେବେଳେ ବିପଦ ଆସୁଛି ସେତେବେଳେ କହୁଛନ୍ତି ଆଉ ଠାକୁର ଦେଉଳ ଫଳରେ ନାହାନ୍ତି। ଆଉ କ'ଣ ଠାକୁର କ'ଣ ଦୁନିଆରେ ଅଛନ୍ତି? ଆମେ ଭୁଲ କରିବା, ଦୋଷ ଦେବା ଆମ ପ୍ରଭୁ। ତେଣୁ ଇଏ ସବୁ କଳିର ପ୍ରଭାବ ଆଜ୍ଞା, ଇଏ କଳିର ପ୍ରଭାବ। ଆମେ କିଛି କରୁନାହାନ୍ତି। ଆମ ଭିତରେ ଯେଉଁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଆଜି ରାକ୍ଷସ ରୂପରେ ଛିଡ଼ା ହେଇଛି ଆମ ଭିତରେ, ସେ ହିଁ କେବଳ ତା କାର୍ଯ୍ୟ କରୁଛି। ତେଣୁ ତାକୁ ପ୍ରଥମେ ମାରିବା ଦରକାର। ସେ କାମ, କ୍ରୋଧ, ଲୋଭ, ମୋହ ୟାକୁ ଯଦି ଆମେ ମାରିପାରିବା ତାହେଲେ ଯାଇ ଏଠି ଗୋଟେ ସୁନ୍ଦର ସଂସାର ତିଆରି ହେବ, ସୁନ୍ଦର ସୃଷ୍ଟିଟେ ହେବ। ତେଣୁ ତାକୁ ମାରିବାକୁ କାହାର ଇଚ୍ଛା ନାହିଁ। ତେଣୁ ସେଇଥିପାଇଁ ଆଜ୍ଞା ଭଗବାନ ଆସିବେ ଏ ଦୁଷ୍ଟମାନଙ୍କୁ ବିନାଶ କରିବା ପାଇଁ। କଳିର ଶେଷ ସମୟ ଆସିଗଲାଣି ଆଜ୍ଞା। କଳି ଶେଷ ବେଳ ହେଲା ଲୋ ନ ପାରନ୍ତି କେହି ଭାଳି। କଳି ଶେଷ ବେଳ ହେଲା ଲୋ ନ ପାରନ୍ତି କେହି ଭାଳି। ହୀରା ସଜ ସୋନେ ମାତିଲେ ସରବେ ରାକ୍ଷସଠୁ ଭଲେ ବଳି। ସକାଳୁ ଉଠିଲେ କେବଳ କେମିତି ପରର ଗୋଡ଼ଟା ଆଣିକି ତଳେ ପକେଇକି ଆମେ ଉପରକୁ ଉଠିବା କଥା ଚିନ୍ତା କରନ୍ତି ଆଜ୍ଞା। ତେଣୁ କ'ଣ କହିଛନ୍ତି? ଅନ୍ୟାୟରେ ଧନ ଆଣିଲ ବଉଳ ମନରେ ହୁଅନ୍ତି ଖୁସି। ଅନ୍ୟାୟରେ ଧନ ଆଣିଲ ବଉଳ ମନରେ ହୁଅନ୍ତି ଖୁସି। ଆମେ ଭଲ ଖାଇ ଖୁସିରେ ରହିବୁ, ଦେଶ ପଛେ ଯାଉ ଭାସି। ଏମିତି ଯଦି ସବୁ ଚାଲିଲା ତାହେଲେ କ'ଣ ହବ ଜାଣିଛନ୍ତି ଆଜ୍ଞା? କ'ଣ ହବ? ଲକ୍ଷ ଲକ୍ଷ ଡର ମରିବେ ବଉଳ ଆଖିରେ ଦେଖିବୁ ତୁହି। ଲକ୍ଷ ଲକ୍ଷ ଡର ମରିବେ ବଉଳ ଆଖିରେ ଦେଖିବୁ ତୁହି। ଧର୍ମକୁ ପାଳି ରଖିବେ ଯେତେ ଜଣ, ଶେଷକୁ ବି ହନ ସେଇ। ভজ রাধে কৃষ্ণ জপ, রাধে কৃষ্ণ ভজ রাধে কৃষ্ণ জপরে। ভজ রাধে কৃষ্ণ জপ, রাধে কৃষ্ণ ভজ রাধে কৃষ্ণ জপরে। ভজ রাধে কৃষ্ণ জপ, রাধে কৃষ্ণ ভজ রাধে কৃষ্ণ জপরে। ভজ রাধে কৃষ্ণ জপ, রাধে কৃষ্ণ ভজ রাধে কৃষ্ণ জপরে। জয় রাধে, জয় রাধে। আজ্ঞা जगन्नाथ को डाकंतु, कृष्ण को डाकंतु, किंतु विलंबर कार्य सिद्धि। आप जगन्नाथ मंदिर को दौड़े 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 माने कषि कषाई की धन दब,
ମାନେ କେତେବେଳେ ସେ ଡାକ ଶୁଣିବେ ତାର ଠିକ୍ ଠିକଣା ନାହିଁ। ଯଦି କୃଷ୍ଣକୁ ଡାକୁଛନ୍ତି ଆଜ୍ଞା, କୃଷ୍ଣକୁ ଡାକି 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 ଯଦି ଏ ଜନ୍ମ ଯାଇକି ଆର ଜନ୍ମ ଯାଇକି ତା ପର ଜନ୍ମ ଯିବ ଆଜ୍ଞା, କୃଷ୍ଣ ଡାକ ଶୁଣିବେନି ଆଜ୍ଞା। କିନ୍ତୁ କେଉଁ ଗୋଟିଏ ନାମ ଅଛି ଯାହାକୁ ଭଜନ କଲେ ସଙ୍ଗେ ସଙ୍ଗେ କୃଷ୍ଣଙ୍କର ଏବଂ ଜଗନ୍ନାଥଙ୍କର ଆଶୀର୍ବାଦ ସଙ୍ଗେ ସଙ୍ଗେ ମିଳିବ। ଗୋଟିଏ ନାମ ଏମିତି ନାମ ଅଛି ଯାହାକୁ ଭଜନ କରିଦେଲେ ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କର ଆଶୀର୍ବାଦ, ପ୍ରଭୁ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ମିଳିଯିବ। କୋଉ ନାମ? କୃଷ୍ଣଙ୍କ ଅଗଣାରେ ଗୋଟେ ଗଛଟି ଅଛି। ସେ ଗଛ ଡାଳରେ ବସିକି ଖାଲି କୃଷ୍ଣ 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 ଭଜନ କଲେ। ସକାଳୁ ଉଠି ସେଇ ଡାଳ ଉପରେ ବସି ଖାଲି କୃଷ୍ଣ 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 ଭଜନ କଲେ। ପ୍ରଭୁ ସେଇଠି ଖେଳୁଛନ୍ତି, ବୁଲୁଛନ୍ତି, ସେଇ ଗଛ ମୂଳେ ଯାଉଛନ୍ତି, ହେଲେ ମୟୂରର ଡାକ ତାଙ୍କ କାନରେ ବାଜିଲାନି। ଦିନେ ମୟୂରକୁ ଚାହିଁଲେ ବି ନାହିଁ। ଏମିତିକି ଦିନେ ଗଲା, 2 ଦିନ ଗଲା ଆଜ୍ଞା, ମାସେ ଗଲା, ବର୍ଷେ ହେଇଗଲା। ମୟୂରଟି ଉପାସ ଭୋକରେ ଆସିକି ସେଇ ଡାଳରେ ବସିକି ଖାଲି କୃଷ୍ଣ 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 ଭଜନ କଲା। ଯେତେବେଳେ ପ୍ରଭୁ କୃଷ୍ଣ ନ ଶୁଣିଲେ ସେତେବେଳେ କାନ୍ଦି ପକେଇଲା। ଦିନେ ନାରଦ ସେପଟରେ ଯାଉଥିଲେ। ନାରଦ କହିଲା, ରେ ମୟୂର କାନ୍ଦୁଛୁ କାହିଁକି, କ'ଣ ହେଇଛି କି ତୋର? ନାରଦକୁ କହୁଛନ୍ତି ମୟୂର, କହିଲେ, ହେ ମହାମୁନି, ମୁଁ ପ୍ରତିଦିନ ଉପାସ ଭୋକରେ ଆସି ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଡାକୁଛି, କୃଷ୍ଣ 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 ଜପ କରୁଛି, ହେଲେ ପ୍ରଭୁ ଏଇଠି ଖେଳୁଛନ୍ତି, ଏଇଠି ବୁଲୁଛନ୍ତି, ମୋ କଥା ଟିକେ ତାଙ୍କ କାନରେ ବାଜୁଛି, ମତେ ଟିକେ ଚାହୁଁ ବି ନାହାନ୍ତି। କହିଲେ, ତାହେଲେ ତମେ କ'ଣ କହୁଛ? କହିଲେ, ପ୍ରଭୁ କ'ଣ କଲେ ମୋ ପ୍ରଭୁ ଶୁଣିବେ? କହିଲା, ଆରେ ମୂର୍ଖ, ତୁ ଯଦି ଏମିତି କୃଷ୍ଣ 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 ଏ ଜନ୍ମ ଯାଇକି ଆର ଜନ୍ମ ଯାଇକି ତା ପର ଜନ୍ମ ଚାଲିଯିବ, ପ୍ରଭୁ ଜମା ଶୁଣିବେନି। କାରଣ ପ୍ରଭୁ ହେଉଛନ୍ତି ନଟଖଟିଆ। ଯେପର୍ଯ୍ୟନ୍ତ ଭକ୍ତର ପରିପୂର୍ଣ୍ଣତା ନ ଆସିଛି ସେ ପର୍ଯ୍ୟନ୍ତ, ତା ଭକ୍ତିର ପରିପୂର୍ଣ୍ଣତା ନ ଆସିଛି ସେ ପର୍ଯ୍ୟନ୍ତ ତାକୁ ଦର୍ଶନ ଦେବେନି। ତୁ ଯଦି ଗୋଟିଏ କାମ କରିବୁ ତାହେଲେ ସଙ୍ଗେ 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 ପ୍ରଭୁଙ୍କର ଆଶୀର୍ବାଦ ତତେ ମିଳିଯିବ। କହିଲେ, କେମିତି, କି ନାମ ଧରିବୁ? କହିଲେ, ଗୋଟେ କଥା କର, ମୁଁ ଯେଉଁ ନାମ କହିବି ତୁ ସେଇ ନାମଟାକୁ ଧରିଦେ, ତାପରେ ଦେଖିବୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ଅବସ୍ଥା କ'ଣ ହବ। ତେଣୁ କୋଉ ନାମ ଧରିବା ପାଇଁ କହିଲେ ନାରଦ? ନା କହିଲେ, ତୁ କୃଷ୍ଣ କୃଷ୍ଣ ଭଜନ କରୁଛୁ, ତା ଦେହରେ ମିଶେଇ ଦେ ଟିକେ ରାଧେ ରାଧେ। ଖାଲି ରାଧେ ରାଧେ ଜପ କରିଦେ, ତାପରେ କ'ଣ ହଉଛି ଦେଖିବା। ଆଜ୍ଞା, ଯେମିତି ଖାଲି ନାରଦ ଚାଲିଗଲେ, ରାଧେ ରାଧେ ଜପ କରିବା ଆରମ୍ଭ କରିଦେଲା ମୟୂର। ଯେତେବେଳେ ରାଧେ 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 ଡାକୁଛି ନା, ମା ଯଶୋଦା କ୍ଷୀର ସର ଲବଣୀ ଖୁଆଇ ଦଉଥିଲେ କୃଷ୍ଣକୁ। ଆଜ୍ଞା, କୃଷ୍ଣ ବିଚଳିତ ହେଇଗଲେ। କହିଲେ, କିଏ କୋଉଠି ମୋ ରାଧା ନାମ ଡାକିଲା? ସଙ୍ଗେ ସଙ୍ଗେ ବାଇଆ ହେଇ ଦୌଡ଼ିଲେ, ଖାଲି ଗୋପପୁର ସାରା ଧାଇ ବୁଲିଲେ, କିଏ କୋଉଠି ଡାକୁଛି, ମୋ ରାଧାଙ୍କ ନାମ ଧରି ଡାକୁଛି, କିଏ ଡାକୁଛି? ଏମିତି ଧାଇ ଧାଇ ଯେତେବେଳେ ସେ ଗଛ ମୂଳରେ ବସି ପଡ଼ିଛନ୍ତି, ସେଇ ଗଛ ମୂଳ ଉପରକୁ ଚାହିଁଦେଲେ, ମୟୂରଟି ସେଇ ଗଛ ଡାଳରେ ବସି ଡାକୁଛି, ରାଧେ 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 ରାଧେ। କହିଲେ, ମୟୂର ରେ, ତୁ ଡାକୁଛୁ ରାଧେ ରାଧେ? ଆରେ ମୟୂର, ମୋ କୋଳକୁ ଟିକେ ଆ। ଆଜ୍ଞା, ମୟୂରଟି ସାଙ୍ଗେ ସାଙ୍ଗେ ଉଡ଼ିକି ଆସି ପ୍ରଭୁଙ୍କ କୋଳରେ ବସି ପଡ଼ିଲା। କହିଲା, ଆରେ ମୟୂର, ମୋ ରାଧାରାଣୀଙ୍କର କ'ଣ ଖବର ଆଣିଛୁ ମତେ କହରେ ମୟୂର। କହିଲେ, ପ୍ରଭୁ, ମୁଁ ଆଜି ଗୋଟିଏ କଥା ଜାଣିଲି, ଯିଏ କୃଷ୍ଣ କୃଷ୍ଣ ଭଜନ କରୁଛନ୍ତି ତାକୁ ଆପଣ ଜନ୍ମ ଜନ୍ମ ଗଲେ ମଧ୍ୟ ଦର୍ଶନ ଦେବେନି। ଯଦି କେବଳ ରାଧେ ରାଧେ ଜପ କରିଦେବି ତାହେଲେ ନିଶ୍ଚିତ ଆପଣଙ୍କର ଆଶୀର୍ବାଦ ମିଳିଯିବ ବୋଲି ମୁଁ ଆଜି ପ୍ରମାଣ ପାଇଗଲି। ତେଣୁ ପ୍ରଭୁ ମୟୂର ଚନ୍ଦ୍ରିକାଟି ଆଣି ମୁଣ୍ଡରେ ଖୋସି ଦେଲେ, ମୟୂର ଟିକେ ଆଉସି ଦେଲେ, ମୟୂର ଆଶୀର୍ବାଦ ପାଇଲା, ଚାଲିଗଲା। ତେଣୁ ଏ ଗାଁକୁ ପବିତ୍ର କରିବାକୁ ହେଲେ, ଆମ ଘର ପରିବାରର ମଙ୍ଗଳ କରିବାକୁ ହେଲେ ପ୍ରତିଦିନ ସମସ୍ତଙ୍କୁ ଟିକେ ରାଧେ ରାଧେ ଜପ କରିବାକୁ ପଡ଼ିବ। ରାଧେ ରାଧେ ଜପ କଲେ ଆଜ୍ଞା କଳି କଳୁଷ ନାଶ ନ ହେବ। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଆଜି ଏଇ ମଞ୍ଚରେ ଟିକେ ସମସ୍ତେ ରାଧେ ରାଧେ ଜପ କରିବା। ଆଉ ରାଧେ ରାଧେ ଜପ କରିବାକୁ ହେଲେ ସମସ୍ତଙ୍କୁ ଟିକେ ଛିଡ଼ା ହେବାକୁ ପଡ଼ିବ। ତେଣୁ ସମସ୍ତେ ଟିକେ ଛିଡ଼ା ହେବା, ଆଉ ରାଧେ ରାଧେ ଜପ କରିବା। ଏ ଗ୍ରାମରୁ ଏବଂ ଆମ ପରିବାରର, ଆମ ଘରରୁ ସବୁଠୁ କାଳ ଦୂର କରିବା। କାହିଁକିନା ରାଧାଙ୍କ ନାମରେ ଏତେ ଶକ୍ତି ଅଛି, ରାଧାଙ୍କ ନାମରେ ଏତେ ଶକ୍ତି ଅଛି। ଯିଏ ଯୋଉଠି ଅଛନ୍ତି ସମସ୍ତେ ଟିକେ ଛିଡ଼ା ହେବା, ଟିକେ ପାଖକୁ ଯଦି ପଳେଇ ଆସିବା ସମସ୍ତେ ରାଧା ନାମରେ। ଯେମିତି ଚୈତନ୍ୟ ମହାପ୍ରଭୁ ରାଧାଙ୍କର ନାମକୁ ଭଜନ କରୁଥିଲେ।